ଆମର ଏଇ ଆଲୋଚନାକୁ ସ୍ୱାଗତ। ଓଡ଼ିଶା କଥା ଭାବିଲେ ସାଧାରଣତଃ ମନକୁ କ'ଣ ଆସେ? ବୋଧହୁଏ ମନ୍ଦିର, ରଥଯାତ୍ରା କିମ୍ବା ହୁଏତ ସେହି ବିଶାଳ ସମୁଦ୍ରତଟ। କିନ୍ତୁ ଆମ ପାଖରେ ଯେଉଁ ଉତ୍ସଗୁଡ଼ିକ ଅଛି ସେଗୁଡ଼ିକ ଏକ ଅଲଗା କାହାଣୀ କହୁଛି। ଏହା ଏକ ସଙ୍ଗୀତର କାହାଣୀ। ଗୋଟିଏ ପଟେ ପୂର୍ବଘାଟ ପର୍ବତମାଳାର ସେହି ଗମ୍ଭୀର ଶାନ୍ତ ସ୍ୱର ଆଉ ଅନ୍ୟପଟେ ବଙ୍ଗୋପସାଗରର ଚଞ୍ଚଳ ଲହଡ଼ି। ଆଜି ଆମେ ଓଡ଼ିଶାର ଏହି ପାହାଡ଼ ଓ ଜୁଆରର ସଙ୍ଗୀତ ଭିତରେ ଟିକେ ବୁଡ଼ିବା। ଆଉ ଦେଖନ୍ତୁ, ଏହି ସଙ୍ଗୀତର ସବୁଠୁ ମଜାଦାର କଥା ହେଉଛି ଏହାର ବିପରୀତତା। ଗୋଟିଏ ରାଜ୍ୟ ଭିତରେ ଏତେ ଭିନ୍ନ ଭିନ୍ନ ଅନୁଭୂତି ମିଳିବା ବହୁତ କମ୍ ଦେଖାଯାଏ। ଆମର ଉଦ୍ଦେଶ୍ୟ କେବଳ ଏହି ସ୍ଥାନଗୁଡ଼ିକର ଏକ ତାଲିକା ଦେବା ନୁହେଁ, ବରଂ ଏହା ବୁଝିବାକୁ ଚେଷ୍ଟା କରିବା ଯେ ଏହି ଦୁଇଟି ଅଲଗା ଦୁନିଆ, ପାହାଡ଼ର ସ୍ଥିରତା ଆଉ ସମୁଦ୍ରର ଅସ୍ଥିରତା, ଏ ଦୁଇଟା ମିଶି ଓଡ଼ିଶାର ପରିଚୟକୁ କିପରି ଏକ ସ୍ୱତନ୍ତ୍ର ଗଭୀରତା ଦେଇଛି। ଏକଦମ ଚମତ୍କାର। ତେବେ ଚାଲନ୍ତୁ ଏହି ଯାତ୍ରା ପାହାଡ଼ର ହିଁ ଆରମ୍ଭ କରିବା। ଆମ ତାଲିକାର ପ୍ରଥମେ ଅଛି ଦାରିଙ୍ଗାବାଡ଼ି, ଓଡ଼ିଶାର କାଶ୍ମୀର। ଏହି ନାଁଟା ଶୁଣିଲେ ହିଁ ଗୋଟେ ଥଣ୍ଡା ମନୋରମ ଜାଗାର ଚିତ୍ର ଆସିଯାଉଛି। କନ୍ଧମାଳ ଜିଲ୍ଲାରେ ପ୍ରାୟ 915 ମିଟର ଉଚ୍ଚତାରେ ଥିବା ଏହି ସ୍ଥାନଟି ଏହି ଉପାଧି ପାଇଁ କେତେ ଦୂର ଯୋଗ୍ୟ? ଦେଖନ୍ତୁ, ଏ ତୁଳନାଟା କେବଳ ଏକ ଆଳଙ୍କାରିକ ଶବ୍ଦ ନୁହେଁ। ଏହା ପଛରେ ବାସ୍ତବ ଭୌଗୋଳିକ କାରଣ ଅଛି। ଓଡ଼ିଶା ଭଳି ଏକ ଗ୍ରୀଷ୍ମମଣ୍ଡଳୀୟ ରାଜ୍ୟରେ ଦାରିଙ୍ଗାବାଡ଼ିର ଜଳବାୟୁ ଗୋଟେ ବ୍ୟତିକ୍ରମ। ଏହାର ଉଚ୍ଚତା ଆଉ ଘଞ୍ଚ ବର୍ଷା ଜଙ୍ଗଲ ରେନ୍ ଫରେଷ୍ଟ୍ସ ଯୋଗୁଁ ଏଠି ତାପମାତ୍ରା ବର୍ଷର ଅଧିକାଂଶ ସମୟରେ ବହୁତ କମ୍ ରହେ। ଏପରିକି ଶୀତଦିନେ ତୁଷାରପାତ ହେବାର ମଧ୍ୟ ରେକର୍ଡ ଅଛି। ଆଚ୍ଛା। ହଁ, ଆଉ ସେଠିକାର ପାଇନ୍ ଜଙ୍ଗଲ, କଫି ବଗିଚା ଏସବୁ ମିଶି ତାକୁ ଏକ ଅଲଗା ପରିଚୟ ଦିଏ। ଏହା କେବଳ ଗୋଟେ ସମର ରିଜର୍ଟ ନୁହେଁ, ଏହା ଏକ ସ୍ୱତନ୍ତ୍ର ମାଇକ୍ରୋକ୍ଲାଇମେଟର ଉଦାହରଣ। ଏହାପରେ ଆସୁଛି ଟେନ୍ସା, ସୁନ୍ଦରଗଡ଼ ଜିଲ୍ଲାରେ। ଏହାକୁ ଏକ ପ୍ରାକୃତିକ ରହସ୍ୟ କୁହାଯାଇଛି। କିନ୍ତୁ ଏହାର ବର୍ଣ୍ଣନାରେ ଗୋଟେ କଥା ମୋତେ ଟିକେ ଚିନ୍ତାରେ ପକାଉଛି। କୁହାଯାଇଛି ଏହାର ଚାରିପଟେ ଥିବା ଜଙ୍ଗଲ ଖଣିଜ ସମ୍ପଦରେ ଭରପୁର। ଏହା ଗୋଟେ ବିରୋଧାଭାସ ପରି ଲାଗୁନାହିଁ କି? ଗୋଟିଏ ପଟେ ପ୍ରକୃତିର ସୌନ୍ଦର୍ଯ୍ୟ, ଅନ୍ୟପଟେ ଶିଳ୍ପାୟନର ଚାପ। ଏଇଟା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଟେନ୍ସା ଆଉ ଏହାର ଆଖପାଖ ଅଞ୍ଚଳ ଓଡ଼ିଶାର ଏଇ ଆଧୁନିକ ଦ୍ୱନ୍ଦ୍ୱର ଗୋଟେ ଜ୍ୱଳନ୍ତ ଉଦାହରଣ। ଏକପଟେ ଖଣ୍ଡାଧାର ଭଳି ସୁନ୍ଦର ଜଳପ୍ରପାତ, ଆଉ ଅନ୍ୟପଟେ ଲୁହାପଥର ଖଣି। ତେଣୁ ଏହା ଗୋଟେ ବହୁତ ସୂକ୍ଷ୍ମ ସନ୍ତୁଳନ ଉପରେ ଛିଡ଼ା ହୋଇଅଛି। ବର୍ତ୍ତମାନ ପାଇଁ ଟେନ୍ସା ନିଜର ସବୁଜିମା ବଜାୟ ରଖିଛି, କିନ୍ତୁ ଏହି ପ୍ରାକୃତିକ ସମ୍ପଦ ଆଉ ଖଣିଜ ସମ୍ପଦ ଭିତରେ ଯେଉଁ ଟଣାଉଟ୍ରା, ତାହା ହିଁ ଏ ଅଞ୍ଚଳର ଭବିଷ୍ୟତ ନିର୍ଦ୍ଧାରଣ କରିବ। ବୁଝିଲି। ତାମାନେ ଏହା ଏକ ସୁନ୍ଦର ସ୍ଥାନ, କିନ୍ତୁ ଏକ ଜଟିଳ ବାସ୍ତବତା ସହିତ। ଏକଦମ। ଦାରିଙ୍ଗାବାଡ଼ିର ଥଣ୍ଡା ପରିବେଶ ପରେ ଏବେ ଆମେ ସିଧା ଯାଉଛେ ଏମିତି ଏକ ଜାଗାକୁ ଯାହାର ନାଁ ହିଁ ତପ୍ତ ପାଣି। ଏହି ବିପରୀତତା ହିଁ ବୋଧେ ଓଡ଼ିଶାର ସବୁଠୁ ବଡ଼ ପରିଚୟ। ହଁ, ଆଉ ଏଠି ମଜାଦାର କଥା ହେଉଛି ଏହା କେବଳ ଗୋଟେ ଭୌଗୋଳିକ ବିଶେଷତ୍ୱ ନୁହେଁ, ଏହା ଏକ ସାମାଜିକ ସାଂସ୍କୃତିକ କେନ୍ଦ୍ର ପାଲଟିଛି। କେମିତି? ଦେଖନ୍ତୁ, ଏହି ପାଣିରେ ଅଧିକ ମାତ୍ରାରେ ସଲ୍ଫର ବା ଗନ୍ଧକ ଥିବାରୁ ଏହାର ଔଷଧୀୟ ଗୁଣ ଅଛି ବୋଲି ଲୋକେ ବିଶ୍ୱାସ କରନ୍ତି। ଆଜିକାଲି ଯେଉଁ ୱେଲନେସ୍ ଟୁରିଜମ୍ କଥା ଆମେ କହୁଛେ, ତପ୍ତପାଣି ଶହ ଶହ ବର୍ଷ ଧରି ଲୋକଙ୍କ ପାଇଁ ଏକ ପ୍ରାକୃତିକ ଆରୋଗ୍ୟ କେନ୍ଦ୍ର ଥିଲା। ଆଉ ଏହା ସହିତ ସେଠାକାର କନ୍ଧ ଆଦିବାସୀ ସମ୍ପ୍ରଦାୟର ସଂସ୍କୃତିକୁ ଅନୁଭବ କରିବାର ଏକ ସୁଯୋଗ ମଧ୍ୟ ମିଳେ। ଏବେ ଆମ ପହାଡ଼ ଯାତ୍ରାର ଶେଷ ସ୍ଥାନ ମହେନ୍ଦ୍ରଗିରି, ଗଜପତି ଜିଲ୍ଲାରେ ପ୍ରାୟ 4925 ଫୁଟ ଉଚ୍ଚରେ। ଏହି ଉଚ୍ଚତା ହିଁ ଏହାକୁ ଏକ ଭିନ୍ନ ମର୍ଯ୍ୟାଦା ଦେଇଛି। ଏହାକୁ କେବଳ ଦର୍ଶନୀୟ ଶିଖର କହିଲେ ବହୁତ କମ୍ ହେବ। ମହେନ୍ଦ୍ରଗିରି କେବଳ ଏକ ଭୌଗୋଳିକ ସ୍ଥାନ ନୁହେଁ, ଏହା ଓଡ଼ିଶାର ପୌରାଣିକ ଏବଂ ଆଧ୍ୟାତ୍ମିକ ଚେତନାର ଏକ ଅଂଶ। ରାମାୟଣ, ମହାଭାରତରେ ଏହାର ଉଲ୍ଲେଖ ଅଛି, ନୁହେଁ କି? ହଁ, ଏକଦମ। ବିଶ୍ୱାସ କରାଯାଏ ଯେ ଏହା ଭଗବାନ ପରଶୁରାମଙ୍କ ତପସ୍ୟା ସ୍ଥଳୀ ଥିଲା। ତେଣୁ ଯେତେବେଳେ ଜଣେ ସେ ଶିଖରରେ ପହଞ୍ଚେ, ସେ କେବଳ ଘଞ୍ଚ ଜଙ୍ଗଲ ଆଉ ମେଘ ଦେଖେ ନାହିଁ, ସେ ହଜାର ହଜାର ବର୍ଷର ଇତିହାସ ଆଉ ବିଶ୍ୱାସକୁ ବି ଅନୁଭବ କରେ। ମହେନ୍ଦ୍ରଗିରିର ଉଚ୍ଚତାରୁ ଆମେ ପ୍ରକୃତିର ବିଶାଳତା ଦେଖିଲେ, କିନ୍ତୁ ଓଡ଼ିଶାର ଆଉ ଗୋଟେ ଦିଗ ଅଛି ଯାହା ବାହାରକୁ ଡାକେ। ସେ ହେଉଛି ଅସୀମ ସମୁଦ୍ର। ପାହାଡ଼ର ସେହି ଶାନ୍ତ ସଙ୍ଗୀତ ଶୁଣିବା ପରେ ଚାଲନ୍ତୁ ଏବେ ଉପକୂଳ ଆଡ଼କୁ ଯିବା। ନିଶ୍ଚୟ। ଆଉ ସେହି ଉପକୂଳୀୟ ସଙ୍ଗୀତର ପ୍ରଥମ ସ୍ୱର ହେଉଛି ଚାନ୍ଦିପୁର,
ଯାହା ବୋଧେ ଓଡ଼ିଶାର ସବୁଠୁ ଆଶ୍ଚର୍ଯ୍ୟଜନକ ବେଳାଭୂମି। ସମୁଦ୍ର ଅଦୃଶ୍ୟ ହୋଇଯାଏ। ଏହା ଶୁଣିବାକୁ ଏକ କବିତା ପରି ଲାଗୁଛି, କିନ୍ତୁ ଏହା ତ ବାସ୍ତବତା। ଜୁଆର ସମୟରେ ପାଣି 5 କିଲୋମିଟର ପର୍ଯ୍ୟନ୍ତ ପଛକୁ ଚାଲିଯାଏ। ଏହା ପଛର କାରଣ କ'ଣ? ଦେଖନ୍ତୁ, ଏହା ପଛରେ ଏକ ସରଳ ଭୌଗୋଳିକ କାରଣ ଅଛି। ଚାନ୍ଦିପୁରର ସମୁଦ୍ର ତଟ ବହୁତ ସମତଳ। ଆଚ୍ଛା। ତେଣୁ ଭଟ୍ଟା ଆସିଲେ ପାଣି ବହୁତ ଦୂର ପର୍ଯ୍ୟନ୍ତ ପଛକୁ ଚାଲିଯାଏ। କିନ୍ତୁ ଏହାର ପ୍ରକୃତ ମହତ୍ତ୍ୱ ଏହି ଦୃଶ୍ୟରେ ନୁହେଁ, ବରଂ ଏହାର ପରିଣାମରେ ଅଛି। ପରିଣାମ? ହଁ, ଯେତେବେଳେ ସମୁଦ୍ର ପଛକୁ ଘୁଞ୍ଚିଯାଏ, ସେତେବେଳେ ସମୁଦ୍ର ତଳର ପରିବେଶ, ମାନେ ଇଣ୍ଟରଟାଇଡାଲ ଜୋନ୍, ସାମ୍ନାକୁ ଆସିଯାଏ। ଆଉ ସେଠି ଆପଣ ଛୋଟ ଛୋଟ କଙ୍କଡ଼ା, ଶାମୁକା ଆଉ ଅନେକ ସାମୁଦ୍ରିକ ଜୀବ ଦେଖିବାକୁ ପାଇବେ। ଏହା ଏକ ପ୍ରାକୃତିକ ପ୍ରୟୋଗଶାଳା, ଯେଉଁଠି ବାୟୋଡାଇଭର୍ସିଟି ବା ଜୈବ ବିବିଧତାକୁ ଆମେ ଆଖି ସାମ୍ନାରେ ଦେଖିପାରୁ। ବା, ଏବେ ଚାଲନ୍ତୁ ଏକ ଏପରି ବେଳାଭୂମିକୁ ଯିବା ଯାହା ସାରା ବିଶ୍ୱରେ ପ୍ରସିଦ୍ଧ, ପୁରୀ। ଏହାର ପରିଚୟ ଟିକେ ଜଟିଳ। ଏକା ସାଙ୍ଗରେ ଏକ ପବିତ୍ର ତୀର୍ଥକ୍ଷେତ୍ର ଆଉ ଏକ କୋଳାହଳପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ। ଏହି ଦୁଇଟି ପରିଚୟ ଭିତରେ ସବୁବେଳେ ସମନ୍ୱୟ ରହିପାରେ କି? ଏଇଟା ହିଁ ପୁରୀର ସବୁଠାରୁ ବଡ଼ ଆକର୍ଷଣ ଆଉ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଗୋଟିଏ ପଟେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହୋଦଧି ସ୍ନାନ କରନ୍ତି, ଯାହା ଜଗନ୍ନାଥ ସଂସ୍କୃତିର ଏକ ଅଂଶ। ଆଉ ଅନ୍ୟପଟେ ଏହା ଏକ ଆଧୁନିକ ବିଚ୍ ଡେଷ୍ଟିନେସନ୍, ହୋଟେଲ, ବଜାର, ପୁରୀ ବିଚ୍ ଫେଷ୍ଟିଭାଲ। କିନ୍ତୁ ଏହି ଦ୍ୱନ୍ଦ୍ୱ ଭିତରୁ ଏକ ତୃତୀୟ ପରିଚୟ ସୃଷ୍ଟି ହୋଇଛି, ତାହା ହେଉଛି କଳାର ପରିଚୟ। ଆପଣ ବାଲୁକା କଳା ବା ସ୍ୟାଣ୍ଡ ଆର୍ଟ କଥା କହୁଛନ୍ତି ନିଶ୍ଚୟ। ହଁ, ଏକଦମ। ସୁଦର୍ଶନ ପଟ୍ଟନାୟକଙ୍କ ଭଳି କଳାକାରମାନେ ପୁରୀ ବେଢ଼ାଭୂମିକୁ ଗୋଟେ ବିଶ୍ୱସ୍ତରୀୟ କଳା ପ୍ରଦର୍ଶନୀ କେନ୍ଦ୍ରରେ ପରିଣତ କରିଛନ୍ତି। ଆଉ ମଜାର କଥା ହେଉଛି, ବାଲୁକା କଳା ନିଜେ ହିଁ କ୍ଷଣସ୍ଥାୟୀ। ଠିକ୍ କଥା। ସମୁଦ୍ରର ଗୋଟିଏ ଲହଡ଼ିରେ ଏହା ଲିଭିଯାଇପାରେ। ଏହା ଏକ ପ୍ରକାରରେ ସୃଷ୍ଟି ଏବଂ ବିନାଶର ଚକ୍ରକୁ ବୁଝାଏ। ତେଣୁ ପୁରୀ ବେଳାଭୂମି କେବଳ ବାଲି ଆଉ ପାଣିର ମିଶ୍ରଣ ନୁହେଁ, ଏହା ଧର୍ମ, ବାଣିଜ୍ୟ ଏବଂ କଳାରେ ଏକ ଜୀବନ୍ତ ସଙ୍ଗମସ୍ଥଳ। ଆଉ ଆମ ଉପକୂଳ ଯାତ୍ରାର ଶେଷ ସ୍ଥାନ ଗୋପାଳପୁର। ଏହାକୁ ଏକ ଐତିହାସିକ ବନ୍ଦର କୁହାଯାଇଛି। ଆଜିର ପର୍ଯ୍ୟଟନ କେନ୍ଦ୍ର ଗୋପାଳପୁରର ଅତୀତ ଏତେ ଗୌରବମୟ ଥିଲା? ନିଶ୍ଚିତ ଭାବରେ। ବ୍ରିଟିଶ ଶାସନ ସମୟରେ ଗୋପାଳପୁର ଏକ ପ୍ରମୁଖ ବାଣିଜ୍ୟକ ବନ୍ଦର ଥିଲା। ଏଠାରୁ ବର୍ମା, ମାନେ ବର୍ତ୍ତମାନର म्यांमार, ସହିତ ବହୁତ ବାଣିଜ୍ୟ ହେଉଥିଲା। ସେହି ସମୟର ନିଦର୍ଶନ ହେଉଛି ସେଠାରେ ଥିବା ପୁରୁଣା ବତୀଘର ବା ଲାଇଟ୍ ହାଉସ୍। କିନ୍ତୁ ଏବେ ତ ସେ ବନ୍ଦରର ମହତ୍ତ୍ୱ ନାହିଁ। ନାଇଁ, କିନ୍ତୁ ଗୋପାଳପୁର ନିଜକୁ ପୁଣିଥରେ ଏକ ନୂଆ ରୂପରେ ଆବିଷ୍କାର କରିଛି। ଅର୍ଥାତ୍ ଇତିହାସରୁ ଆଡଭେଞ୍ଚର ଆଡ଼କୁ ଏକ ଯାତ୍ରା। ଆପଣ ଏହାକୁ ସେମିତି କହିପାରିବେ। ଆଜି ଗୋପାଳପୁର ୱିଣ୍ଡ ସର୍ଫିଂ, ସ୍କୁବା ଡାଇଭିଂ ଏସବୁ ପାଇଁ ପରିଚିତ। ଏହା ଦର୍ଶାଉଛି ଯେ କିଭଳି ଏକ ସ୍ଥାନ ସମୟ ସହିତ ନିଜ ପରିଚୟ ବଦଳାଇପାରେ। ବା, ଏହା ତ ବହୁତ ଭଲ କଥା। ତେବେ ଏଇ ଯାତ୍ରା ପରେ ଗୋଟିଏ କଥା ସ୍ପଷ୍ଟ, ଯଦି କେହି ଓଡ଼ିଶା ବୁଲିବାକୁ ଯୋଜନା କରୁଛି, ତା ପାଇଁ ଏତେ ବିକଳ୍ପ ଅଛି ଯେ ସେ ଦ୍ୱନ୍ଦ୍ୱରେ ପଡ଼ିଯିବ। ଆମେ ଏହି ଅନୁଭୂତିଗୁଡ଼ିକୁ କେମିତି ସଜାଇ ପାରିବା? ମନେ କରନ୍ତୁ, ଜଣେ କେବଳ ଶାନ୍ତି ଖୋଜୁଛି, ତା ପାଇଁ କ'ଣ ଠିକ୍ ହେବ? ଯଦି ଆପଣ କେବଳ ପ୍ରକୃତିର ନୀରବତା ଆଉ ରହସ୍ୟକୁ ଅନୁଭବ କରିବାକୁ ଚାହୁଁଛନ୍ତି, ତେବେ ଟେନ୍ସାର ଜଙ୍ଗଲ କିମ୍ବା ଚାନ୍ଦିପୁରର ସେହି ଅଦୃଶ୍ୟ ହେଉଥିବା ସମୁଦ୍ର। ଆଉ ଯଦି ଆପଣଙ୍କ ଉଦ୍ଦେଶ୍ୟ ହେଉଛି ଆରାମ, ମାନେ ୱେଲନେସ୍, ତେବେ ତପ୍ତପାଣିର ଉଷ୍ଣ ପ୍ରସ୍ରବଣ ଆଉ ଦାରିଙ୍ଗବାଡ଼ିର ଶୀତଳ ପରିବେଶଠାରୁ ଭଲ ଜାଗା ଆଉ କିଛି ନାହିଁ। ଆଉ ଯେଉଁମାନେ ଇତିହାସ ଏବଂ ସଂସ୍କୃତିରେ ବୁଡ଼ିବାକୁ ଚାହାନ୍ତି? ସେମାନଙ୍କ ପାଇଁ ପୁରୀ ଆଉ ଗୋପାଳପୁର। ପୁରୀରେ ଆପଣ ଧର୍ମ ଆଉ କଳାର ଜୀବନ୍ତ ସ୍ରୋତରେ ସାମିଲ ହୋଇପାରିବେ। ଆଉ ଗୋପାଳପୁର ଆପଣଙ୍କୁ ଓଡ଼ିଶାର ସାମୁଦ୍ରିକ ଇତିହାସର କାହାଣୀ ଶୁଣେଇବ। ଆଉ ଯଦି କେହି କେବଳ ଏକ ମନୋରମ ଦୃଶ୍ୟ ଦେଖିବାକୁ ଚାହେଁ? ତାହେଲେ ମହେନ୍ଦ୍ରଗିରି। ତାର ଶିଖରରେ ଛିଡ଼ା ହୋଇ ସେ ସବୁଜିମାର ଅସୀମ ସମୁଦ୍ରକୁ ଦେଖିବାଠାରୁ ବଡ଼ ଅନୁଭୂତି ଆଉ କିଛି ହୋଇନପାରେ। ଏହି ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଓଡ଼ିଶା କୌଣସି ଗୋଟିଏ ପରିଚୟରେ ବନ୍ଧା ନୁହେଁ। ଆଜିର ଆମର ଏହି ଶିଖରରୁ ଉପକୂଳ ପର୍ଯ୍ୟନ୍ତ ଯାତ୍ରା ଏହାର କେବଳ ଏକ ଝଲକ ମାତ୍ର। ନିଶ୍ଚିତ ଭାବରେ। ଆମେ ଦେଖିଲେ କିପରି ଗୋଟିଏ ରାଜ୍ୟ ଭିତରେ ଶାନ୍ତ ଆଧ୍ୟାତ୍ମିକତା, ଐତିହାସିକ ଗାଥା, ଆଧୁନିକ ସାହସିକତା ସବୁକିଛି ଏକାଠି ରହିଛି। ପ୍ରତ୍ୟେକ ସ୍ଥାନର ନିଜର ଏକ ସ୍ୱତନ୍ତ୍ର ସ୍ୱର ଅଛି, ଏକ ସ୍ୱତନ୍ତ୍ର ସଙ୍ଗୀତ ଅଛି। ଆଉ ଏହି ସବୁ ସ୍ୱର ମିଶି ହିଁ ଓଡ଼ିଶାର ସମ୍ପୂର୍ଣ୍ଣ ସଙ୍ଗୀତ ତିଆରି ହୁଏ। ଏହି ଆଲୋଚନା ଶେଷରେ ମୋ ମନରେ ଗୋଟିଏ ଗଭୀର ପ୍ରଶ୍ନ ଉଠୁଛି।
ଯେତେବେଳେ ଏକ ଅଞ୍ଚଳରେ ଏତେ ସମୃଦ୍ଧ ପ୍ରାକୃତିକ ଏବଂ ସାଂସ୍କୃତିକ ଐତିହ୍ୟ ଥାଏ ସେତେବେଳେ ପର୍ଯ୍ୟଟନର ବିକାଶ ଆଉ ସେହି ଐତିହ୍ୟର ସଂରକ୍ଷଣ ଏହି ଦୁଇଟି ମଧ୍ୟରେ ଏକ ସୁସ୍ଥ ସନ୍ତୁଳନ କିପରି ସ୍ଥାପନ କରାଯାଇପାରିବ କ'ଣ ଆମେ ଏହି ଅମୂଲ୍ୟ ସ୍ଥାନଗୁଡ଼ିକୁ ସମସ୍ତଙ୍କ ପାଇଁ ଖୋଲା ରଖିବା ସହିତ ସେମାନଙ୍କର ମୌଳିକତାକୁ ମଧ୍ୟ ସୁରକ୍ଷିତ ରଖିପାରିବା